এইটা হচ্ছে আমার ঘর বাড়ি বা জমি বাড়ির পট্টা। କିଛି ଭାଇମାନେ ଅଛନ୍ତି କିଛି ମା ମାନେ ଅଛନ୍ତି ଜାଣିପାରନ୍ତିନି ପ୍ରକୃତିରେ ଏଥିରେ କେତେ ଏରିଆର ଜମି ବା ଘରବାଡ଼ି ଅଛି, ସେମାନେ ଯାଇକି ଆକୁ ତାକୁ ପଚାରନ୍ତି। ତାହେଲେ ଆସନ୍ତୁ ଏଥିରେ ଆମର କେତେ ଗୁଣ୍ଠୁ ଜମି ଅଛି ଆରାମସେ ନିଜେ ମଧ୍ୟ ଘରେ ବସିକି ଜାଣିପାରିବେ। ପୁରା ସରଳ ଭାଷାରେ ବୁଝେଇ ଦଉଛି। ଦେଖନ୍ତୁ ପଟ୍ଟାର ଆମର ଦୁଇଟି ସାଇଟ୍ ଅଛି। ପ୍ରଥମ ସାଇଟ୍ରେ ଖତିଆନ ବୋଲିକି ଲେଖା ହେଇଛି। ଏଥିରେ ମୌଜା ନାଁ, ଥାନା, ତହସିଲ, ଜିଲ୍ଲା ନାଁ, ତହସିଲ ନମ୍ବର ଏବଂ ଏ ପାଖରେ ଲେଖା ହେଇଛି ଯୋଉ ଖତିଆନ କ୍ରମିକ ନମ୍ବର ଯାହାଟା ଲେଖା ହେଇଛି, ଏଠି ଲେଖା ହେଇଛି ଆମର 692। ଏଇଟା ହଉଛି ଆମର କଣ ନା ଖାତା ନମ୍ବର। ଭଲରେ ମନେ ରଖିଥାନ୍ତୁ। ଫ୍ରଣ୍ଟ ସାଇଡରେ ଯୋଉ ଖତିଆନ କ୍ରମିକ ନମ୍ବର ଲେଖା ହେଇଛି ଏଇଟାକୁ ଆମର ଖାତା ନମ୍ବର ବୋଲି କହିଥାଉ। ତାକୁ ଓଲଟେଇ ଦେଲେ ପଛକରେ ଆମର ଲେଖା ହେଇଥାଏ କଣ ନା ଆମର ଚକ ନମ୍ବର ଆଉ ଚକଭୁକ୍ତ ହୋଇଥିବା ପ୍ଲଟ। ଏଇ ଯୋଉ ଘରେ ଯୋଉଗୁଡା ସବୁ ଲେଖା ହେଇଛି ଏଗୁଡା ହଉଛି ଆମର ସବୁ ପ୍ଲଟ ନମ୍ବର। ମନେ ରଖିଥାନ୍ତୁ। ଫ୍ରଣ୍ଟ ସାଇଡରେ ଖାତା ନମ୍ବର ଗଲା, ଏକର ସାଇଡରେ ଆମର ରହୁଛି କଣ ନା ପ୍ଲଟ ନମ୍ବର ସବୁ। ଏଇ ପ୍ଲଟର ଟିକେ ଡାହାଣକୁ ଦେଖିବେ ଯୋଉଟା ରକବା ଲେଖା ହେଇଛି। ଠିକ ଅଛି। ତାହେଲେ ଏଠି ଆମର ଏଇ ଯୋଉ ରକବା ଘରଟା ହଉଛି ବହୁତ ଇମ୍ପୋର୍ଟାଣ୍ଟ। ଏଇ ଯୋଉ ରକବାରେ ଆମର 3ଟି କଲମ ଅଛି। ଠିକ ଅଛି। ଗୋଟିଏ କଲମରେ ଲେଖା ହେଇଥିବ ଏକର, ଆଉ ଗୋଟିଏ କଲମରେ ଲେଖା ହେଇଛି ଡି ବା ଆମେ ଡିସମିଲ ବୋଲି କହିଥାଉ। ଆଉ ଗୋଟିଏ କଲମ ଲେଖା ହେଇଛି ଆମର ହେକ୍ଟର। ଠିକ ଅଛି। ଆମର ହେକ୍ଟର ଘର ବର୍ତ୍ତମାନ କିଛି ଆବଶ୍ୟକ ନାହିଁ ଆପଣ ବୁଝିବାରେ। ତ ଏଇ ଘରେ କଣ ଲେଖା ହଉଛି ଯେମିତି ଦେଖନ୍ତୁ, ଏଇ ପଟ୍ଟା ମୁଁ ଦେଖୁଛି ଏଥିରେ ଲେଖା ହେଇଛି ଏକର ଘରେ ଲେଖା ହେଇଛି 0, ଆଉ ଯୋଉ ଡି ଘରେ ଲେଖା ହେଇଛି 380। ଏଇଠି ମନେ ରଖିଥାନ୍ତୁ କିଛି କିଛି ନେଟ୍ ପଟ୍ଟା ମଧ୍ୟ ଆମେ କାଢୁଛୁ। ବର୍ତ୍ତମାନ ଏଇଟା ନେଟ୍ ପଟ୍ଟା, ନେଟ୍ ପଟ୍ଟାରେ ମଧ୍ୟ ସେମ୍ ଜିନିଷ ଅଛି। ଆଉ କିଛି କିଛି ଜାଗାରେ ଆପଣ ଏଇଠି କଣ ଲେଖା ହେଇଥିବ ନା 0 ଡିସମିଲ ଜାଗାରେ ଲେଖା ହେଇଥିବ 3800। ଅର୍ଥାତ୍ ଏଠି 3 ଠିକିଆ ସଂଖ୍ୟା ଅଛି, ଏଠି 4 ଠିକିଆ ସଂଖ୍ୟା ଅଛି। ଦିଟାଙ୍କ ଜମିର ପରିମାଣ ସେମ୍। ଆକୁ ମନେ ରଖିଥାନ୍ତୁ। କେବଳ ଏଠି ଡିଜିଟ ଏକ୍ସଟ୍ରା ରହିଛି ଗୋଟିଏ। এটা ରହିଛି, ମୁଁ କାହିଁକି ପରବର୍ତ୍ତୀ ଭିଡିଓରେ ବୁଝେଇ ଦଉଛି। ତାହେଲେ ଆପଣ କଣ କରିବେ ଏଠି ଜାଣିବେ ଏଇଟା ହଉଛି ଆମର ହଉଛି 380 ଡିସମିଲ ବୋଲି କହିଥାଉ। ଏଠି ଯେତିକି ଲେଖା ହେଇଥାଉ ତାହେଲେ ଆପଣ ତାକୁ କଣ କରିବେ ନା ସେ ଡିସମିଲଟାକୁ ଆପଣ ଏଇଠି 40ରେ ହରିଦେବେ। ତାହେଲେ ଏଠି ପକେଇବା 40 କେରେ କୋଉଠି ଅଛି 4 ଅଷ୍ଟାମ 32, 320, 4 ନୂଆ 36, ତାହେଲେ 40 ନୂଆ 360। ତାହେଲେ ଆଉ କେତେ ବଳିଲା 20। যেহেতু এটি 40 কেরে 20 কোটি নাই সান সংখ্যা হয়ে যাচ্ছে, তাহলে এটি কোন করিয়া না 10 মিনিট পকাই দেবা, শূন্য বসাই দেবা। তাহলে এথর আমার কেতে হয়ে গলা 4 5 20, 40 5 20, 200। অর্থাৎ এইটা আমি রেজল্ট পাই গলে কেতে না এর 9.5। ঠিক আছে। এইটাকে আমি কোন কইথাও গুণ্ঠ বলিকি কইথাও। যাহা भी লেখা হইথাও আপন 40 রে হরি দেবে যাহা আসলা। যদি আপন 4টা সংখ্যা ଅଛି তাহলে সিম্পলি কোন করিবে না বা ডাহাণ পটর পুরা জিরোটাକୁ আপন নেবে নাই, উড়াই দেবে। ডাহাণ পটর জিরো भी मतलब କିଛି নাই, আপন নেকি 40 রে হরি দেবে। কিংবা যদি আপনক 4টা ডিজিট আছে আপন তাକୁ 40 রে হরি দেবে। ঠিক আছে না দিটাঙ্গ। তাহলে আপন ইজি হবো কিছু নাই। ডাহাণ পুরা বহুত গুড়িয়ে পট্টারে আমার 3টিকা ডিজিট ଅଛି, তাহলে আপন সবলে 40 রে হরি দেবে। তাহলে আমার এটি কেতে পাইলা না 9 গুণ্ঠু 0.5 বা অর্ধ গুণ্ঠু। এটাকে আমি 9 ଆଉ ଅଧା ଗୁଣ୍ଠୁ ବୋଲି କହିଥାଉ। ଆକୁ କେହି କେହି କଣ କହନ୍ତି ନା 8 ବିଶ୍ଵା ବୋଲି କହନ୍ତି। ଆକୁ କେହି କେହି କଣ କହନ୍ତି ନା 8 ବିଶ୍ଵା ବୋଲି ମଧ୍ୟ କହନ୍ତି। ବିଶ୍ଵା ଆପଣ ଜାଣିଥିବେ ଯେମିତି ଆମର ଆଗୁରୁ ଅଛି ଯୋଉ ଟଙ୍କାଟା, ଯୋଉଟାକୁ ଆମେ 100 ପଇସା ବୋଲି କହିଥାଉ, ତାକୁ କେହି କେହି 1 ଟଙ୍କା କହନ୍ତି। ଆକ୍ଚୁଆଲି ଆକୁ ପୂର୍ବରୁ ଆମର କଣ କୁହାଯାଏ ନା 16 ଅଣା ବୋଲି କୁହାଯାଏ। 16 ଅଣା। ଠିକ ଅଛି। ସେମିତି ତାର ଅଧା ଆକୁ ଆମେ 50 ପଇସା ଯାହାକୁ ଆମେ କହିଥାଉ, ଆକୁ କେହି କେହି 8 ଅଣା ବୋଲି କହନ୍ତି। ତାର ଅଧା 25 ପଇସା ତାକୁ କେହି କେହି 4 ଅଣା କୁହାଯାଏ। ଯେମିତି 16 ଅଣାକୁ ଆମେ ଏକକ ରୂପେ ପ୍ରକାଶ କରିଥାଉ 1 ଟଙ୍କା, ସେମିତି ଆମର ଏଠି କଣ ହୁଏ ନା 16 ବିଶ୍ୱାକୁ ଆମେ ଏକକ ରୂପେ 1 ଗୁଣ୍ଠ ବୋଲି କହିଥାଉ। ଠିକ ଅଛି। 16 ବିଶ୍ଵା ଯିଏ 1 ଗୁଣ୍ଠ ସିଏ। ତାହେଲେ ସେମିତି ତାର ଅଧା ଯୋଉଟା 0.5 বা ଯାହାକୁ ଆମେ କହିଥାଉ ହାଫ ଗୁଣ୍ଠ, ତାକୁ ଆମେ କଣ କହିଥାଉ ନା 8 ବିଶ୍ଵା ବୋଲି କହିଥାଉ। ସିମ୍ପଲ।
ताहले आम मन जदि प्रश्न उठुची ये जो 9 गुंठु 8 विषय जे केते स्क्वायर फुट रो जगह आमे काहे ना एबेस आमे फुट बिल की समते जानि गलेनी ये जो विश्वा डिसमिली ए सब दिन प्राय समस्त मुंड रे पहुंचे ना ताहले दर्शक बंधु ये जो गुंठटा को मु आ गोटे वीडियो रे कन्वर्ट कर दोची केते स्क्वायर फुट बिल की आपण आराम से जानि परिबे।